ଏବେ ଆସିଲା ବଡ଼ ଖବର ଆସୁଛି। ବଡ଼ ବାତ୍ୟା ପ୍ରଶାନ୍ତ ମହାସାଗରରେ ଲାନିନା ପ୍ରଭାବରେ ବାତ୍ୟା ସମ୍ଭାବନା ସୃଷ୍ଟି କରୁଛି, ଯାହା ଓଡ଼ିଶା ପାଇଁ ଏକ ବଡ଼ ବାତ୍ୟା ଆଶଙ୍କାର ସୂଚନା ଦେଉଛି। ଏହା ଅକ୍ଟୋବର ମାସରେ ବଙ୍ଗୋପସାଗରରେ ବଡ଼ ବାତ୍ୟା ସୃଷ୍ଟି ହୋଇପାରେ, ଯାହା ଓଡ଼ିଶାର ଉପକୂଳାଞ୍ଚଳକୁ ପ୍ରଭାବିତ କରିପାରେ। ଏସିଆ ପ୍ରଶାନ୍ତ ଜଳବାୟୁ କେନ୍ଦ୍ର ଏପିସିସିର ପୂର୍ବାନୁମାନ ଅନୁଯାୟୀ ସେପ୍ଟେମ୍ବରରୁ ଲାନିନା ଆରମ୍ଭ ହେବାର ସମ୍ଭାବନା ରହିଛି। 50-60% ଅଧିକ ଲାନିନା ହେଉଛି ଏକ ଜଳବାୟୁ ଘଟଣା ଯେଉଁଥିରେ ପ୍ରଶାନ୍ତ ମହାସାଗରର ପୂର୍ବ ଭାଗରେ ସମୁଦ୍ର ସାରଫେସ୍ ତାପମାନ SCST ସାଧାରଣରୁ କମ୍ ହୁଏ, ଯାହା ବଙ୍ଗୋପସାଗରରେ ଚକ୍ରବାତର ତୀବ୍ରତାକୁ ବଢ଼ାଇଥାଏ। ଭାରତୀୟ ମୌସୁମୀ ବିଭାଗ IMD ଅନୁସାରେ ଲାନିନା ସମୟରେ ବାତ୍ୟାଗୁଡ଼ିକ ଅଧିକ ତୀବ୍ର ହୋଇ ଉଠନ୍ତି ଏବଂ ନେଗେଟିଭିଟି ଇଣ୍ଡିଆନ୍ ଅଙ୍ଗୁଳା ଡାଇପୋଲ୍ IED ସହିତ ମିଶି ଓଡ଼ିଶାର ବାତ୍ୟା ପରିସ୍ଥିତି ସୃଷ୍ଟି କରିପାରେ। ଏହା ସହ ସମୁଦ୍ର ସାରଫେସ୍ ତାପମାନ ଅକ୍ଟୋବର ପର୍ଯ୍ୟନ୍ତ ସାଧାରଣରୁ ଅଧିକ ରହିବାର ଆଶଙ୍କା ରହିଛି। ପୂର୍ବରୁ ଦେଖାଯାଇଛି ଯେ ଲାନିନା ବର୍ଷଗୁଡ଼ିକରେ ଓଡ଼ିଶା ଅନେକ ଗୁରୁତର ବଡ଼ ବାତ୍ୟାର ଶିକାର ହୋଇଛି। ଉଦାହରଣ ସ୍ୱରୂପ 1969 ମସିହାରେ ଲାନିନା ପ୍ରଭାବରେ ଓଡ଼ିଶାର 2ଟି ବଡ଼ ବାତ୍ୟା ତାଣ୍ଡବ ରଚିଛି, ଯେଉଁଥିରେ ସୁପର ସାଇକ୍ଲୋନ୍ ସମେତ 10,000ରୁ ଅଧିକ ଲୋକଙ୍କର ଜୀବନହାନି ହୋଇଥିଲା। ଏହାପରେ 2013ରୁ 19 ମଧ୍ୟରେ ବିଭିନ୍ନ ସମୟରେ ଲାନିନା ସମୟରେ ଫନି ଭଳି ଚକ୍ରୀୟ ବାତ୍ୟାଗୁଡ଼ିକ ଓଡ଼ିଶାର ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି କରିଛି। ପାଣିପାଗ ବିଶେଷଜ୍ଞମାନଙ୍କ ଅନୁଯାୟୀ ଲାନିନା ପ୍ରଭାବରେ ବଙ୍ଗୋପସାଗରରେ ଚକ୍ରୀୟ ବାତ୍ୟାର ସଂଖ୍ୟା ବଢ଼ିଯାଏ ଏବଂ ସେମାନେ ଭାରତର ପୂର୍ବ ଉପକୂଳ ବିଶେଷତଃ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ମୁହାଁଇଥାନ୍ତି। 1993ରୁ 2010 ପର୍ଯ୍ୟନ୍ତ ଅଧ୍ୟୟନରେ ପ୍ରମାଣିତ ଯେ ଲାନିନା ସମୟରେ 20ଟି ଚକ୍ରବାତ୍ୟା ସୃଷ୍ଟି ହୋଇଥିଲା, ଯାହାର 10ଟି ଅତ୍ୟନ୍ତ ପ୍ରଳୟଙ୍କରୀ ଥିଲା। ଏହା ସହ ନେଗେଟିଭିଟି IOD ମିଶି ବର୍ଷାର ପରିମାଣକୁ ବଢ଼ାଇଥାଏ, ଯାହା ଚକ୍ରବାତ୍ୟାରେ ପରିଣତ ହୋଇଥାଏ। ତ ଆଇ ହୋପ୍ ଆପଣମାନେ ପୁରା ଅପଡ଼େଟ୍ ପାଇପାରିଥିବେ। ତ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନୋଟିଫିକେସନ୍ ବେଲ୍କୁ ଦବାଇକି ଅଲ୍ ସିଲେକ୍ଟ କରିଦିଅନ୍ତୁ। ରହୁଛି ଜୟ ଜଗନ୍ନାଥ।